ପ୍ରଶ୍ନ ହେଲା ଯେ ଭଗବାନଙ୍କର କର୍ମ ମଧ୍ୟ ଦିବ୍ୟ, ଏହାର ଭାବ କ'ଣ? ଉତ୍ତର, ଭଗବାନ ସୃଷ୍ଟି ରଚନା ଏବଂ ଅବତାର ଲୀଳାଦି ଯେତେ ଯେତେ କର୍ମ କରନ୍ତି ସେଥିରେ ତାଙ୍କର ଟିକିଏ ହେଲେ ସ୍ୱାର୍ଥ ସମ୍ବନ୍ଧ ନଥାଏ। କେବଳ ଲୋକମାନଙ୍କୁ ଅନୁଗ୍ରହ କରିବାକୁ ହିଁ ସେ ମନୁଷ୍ୟାଦି ଅବତାରମାନଙ୍କରେ ନାନା ପ୍ରକାର କର୍ମ କରିଥାନ୍ତି। ଭଗବାନ ନିଜ ପ୍ରକୃତି ଦ୍ୱାରା ସମସ୍ତ କର୍ମ କରି ମଧ୍ୟ ସେହି କର୍ମମାନଙ୍କରେ କର୍ତ୍ତା ଭାବ ନ ରଖୁଥିବାରୁ ବାସ୍ତବରେ ସେ କିଛି କରନ୍ତି ନାହିଁ ଏବଂ ବନ୍ଧନରେ ମଧ୍ୟ ପଡ଼ନ୍ତି ନାହିଁ। ସେହି କର୍ମମାନଙ୍କର ଫଳରେ ଭଗବାନଙ୍କର ଟିକିଏ ହେଲେ ସ୍ପୃହା ନଥାଏ। ଭଗବାନଙ୍କ ଦ୍ୱାରା ଯାହା କିଛି ଚେଷ୍ଟା ହୁଏ ତାହା କେବଳ ଲୋକ ମଙ୍ଗଳ ପାଇଁ ହିଁ ହୁଏ। ତାଙ୍କର ପ୍ରତ୍ୟେକ କର୍ମରେ ଲୋକମାନଙ୍କର କଲ୍ୟାଣ ହିଁ ପୂର୍ଣ୍ଣ ହୋଇଥାଏ। ସେ ଅନନ୍ତ କୋଟି ବ୍ରହ୍ମାଣ୍ଡର ସ୍ୱାମୀ ହୋଇଥିଲେ ମଧ୍ୟ ସର୍ବସାଧାରଣଙ୍କ ସହିତ ଅଭିମାନ ରହିତ ଦୟା ଏବଂ ପ୍ରେମପୂର୍ଣ୍ଣ ସମତା ରଖି ବ୍ୟବହାର କରନ୍ତି। ମନୁଷ୍ୟମାନେ ମଧ୍ୟ ତାଙ୍କୁ ଯେଉଁପରି ଭଜନ କରନ୍ତି ଭଗବାନ ମଧ୍ୟ ସେମାନଙ୍କୁ ସେହିପରି ଭଜନ କରନ୍ତି। ନିଜର ଅନନ୍ୟ ଭକ୍ତମାନଙ୍କର ଯୋଗକ୍ଷେମ ଭଗବାନ ସ୍ୱୟଂ ବହନ କରନ୍ତି। ସେ ସେମାନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରନ୍ତି ଏବଂ ଭକ୍ତି ରୂପୀ ନୌକାରେ ବସାଇ ଭକ୍ତମାନଙ୍କୁ ସଂସାର ସାଗରରୁ ଶୀଘ୍ର ଉଦ୍ଧାର କରିବାକୁ ସ୍ୱୟଂ ସେମାନଙ୍କର ନାବିକ ହୋଇଯାଆନ୍ତି।